ହବ କିଛି pieza. जय जगह सांग मैंने स्वागत कर मोर यूट्यूब चैनल को। तो आज घरे कई भी नथिले माँ घरे कई नथिले तो आमको हाथ में रांधि खाया पड़ता से पुणी पखाड़ भात। तो पखाड़ तो सब खाया बहुत पसंद लेकिन ठंडा पागे पखाड़ भल लगे कि आज तो घर कई नथिले माँ घरे सब जाइए बंधु घर जाइए तो से आमको रांधिक हाथ में खाया पड़ता से आम दु जन आज भाविलु कौन टे भजा भुजी कर खाईदेबू टे करू करू बहुत सारा खाଇବା होगला। तो चलो देखते फुल ब्लॉग वीडियो। पुटी कर हाँ आउे बैगण पड़ो आउे पकेब ना ये तो आलू होगला बैगण पकईदेवी ना आउे पकेबी बैगण पकईदेवी घोड़े बादे कंचा टमाटर चकटे ना ये देखिए आई लुनु सब टमाटर से दीटा ना गोटा ये देरुरा खाई थला ମୁଁ ତ ଭାବିଲି ଟିକେ ସେକିଦେବି ନିଆଁରେ ମନେ ପଡ଼ିଲା ଆଜି ରବିବାର ପୋଡ଼ାପୋଡ଼ି ଖାଇବା କଥା ନା ରବିବାର ଟିକେ ଗ୍ରାଇଣ୍ଡରରେ ପୁରେଇକି ଗୋଳା ଗୋଳେଇ ଦେଇଥାନ୍ତ ଭୋପା ନା ତା ଟେଷ୍ଟ ପୁରା ଖରାପ ହେଇଯାଇଥାନ୍ତା ନହେଲେ ହେମଦସ୍ତାରେ ଟିକେ ଛେଚି ଦେଇଥାନ୍ତ ସେତେବେଳେ ଆମର ଛୋଟିଆଟା ଟାଣ ଟମାଟୋ କାହିଁ ଟାଣ ଆସୁଛି ଏଥର ଛାଡ଼ ଚୋବେଇ ଚାବେଇ ଖାଇବା ଦାନ୍ତ ତ ଅଛି ହଁ ମୋ ବୁଢ଼ୀର ଦାନ୍ତ ନାହିଁ ତୋର କ'ଣ ବଡ଼ି ନା ମିକ୍ସଚର ମିକ୍ସଚର ଛେଚ ଭଲ ଭଲ ଅଛୁ ଶୋଷରେ ବୋଧୁ ନା ମନେ ନାହିଁ ଏବେ ପକାନା ଭଜା ମୁଁ ଭାଜିଛି ଶୀତ ତ ଦୁନିଆ ସାରା ଲୋକ ଜାଣିଥିବେ ବୁଝି ଥର କ'ଣ କହିବୁ ଭଲ ଲାଗୁଛି ଓଢ଼ନା ହେଲା ହୁଏ ଆସ ମୋର ଅଲଣା ହେଲା ମୋତେ ଲୁଣ ପକେଇ ଲୁଣ ପକେଇଦେଲେ ସେ କମିଟା ବି ହଁ ପାଣି ଦେବା ତୋରାଣି ଜଲ ନାହିଁ କେତେ ଲୁଣ ପକେଇ କହିବି ଚାଖୁନୁ ହେଲା ଠିକ୍ ଅଛି
ঠিক লাগতে ଖାଲି ପାଟିରେ ଖାଇଦେଲେ ଲାଗୁନି କିଛି। ଠିକ୍ ଅଛି। ସେଟା ଖା ମୁଁ କରୁଛି। ହଉ ତ ଯାଇଲେ ଲାଗୁଛି କେତେ ଭଲ ଆଣିଛନ୍ତି କହିଲେ ଜଣା ଲାଗୁଛି ନାଇଁ ଜଣା ପଡୁନି ମୁଁ ଜାଣିଲି କେମିତି। ଖାଲି ପାଟିରେ ଖାଇଦେବୁ ଭାତ ସାଙ୍ଗେ ଖାଉନି। ଖାଉଛି ପିଉଛି କରୁଛୁ କଣ? ଭାତରେ ବେଶୀ ଜଣା ପଡୁଛି ଆଉ ଭାତରେ ଜଣା ପଡୁନି ନା। ଖାଉଛି ପିଉଛି ବସିକି ରୋଲ୍ କରୁଛି। ଚଟଣା ବଢ଼ିଆ ସେ ଯାଉଛି ନା ଚାଲୁଣା ଠିକ୍ ଅଛି ଏକା ସାଙ୍ଗେ ଖାଇଲାରୁ ନା ଏଇଟା ଚାଲୁଣା। ସେଇଥିପାଇଁ ତ ମୁଁ ଜାଣିପାରିଲିନି। ଚକଟ ଚକଟି ଖାଏ ଆମ ସାଇଡ଼ରୁ ଟିକେ ଟିକେ ଦଳିଦେବା ଦଳି ଆଉ ୱାଓ ତମକୁ କେମିତି ଲାଗିଲା? ଟେଷ୍ଟି କଣ ଉଠିଛି ଯେ ସାରୁ ଉଠୁଥିବ ଦେଖ। ସାରୁ ସାରୁ ନା ଆଳୁ ଜାଣ ମୁହଁରେ ବ୍ରଣ ସମଥିଙ୍ଗ ଏମିତି କିଛି ଉଠେ କ'ଣ ଉଠିଛି? ବ୍ରଣ ନୁହଁ କି କାମୁଡ଼ି ଦେଇଥିବ ଗେଲ ଫେଲ କରିଦେଇଥିବ କେଉଁ ପୋକ। ମଶା ଆଉ ମଶାଟା କ'ଣ ପୋକ ନୁହଁ? ପୋକ ମଶା ଗୋଟେ ମଉସା ଆଉ କ'ଣ ସେ ଗୋଟେ ଚଢ଼େଇ? ମଉସା ବାପା ଶାଳୀର ସ୍ୱାମୀ କିନ୍ତୁ ମଉସା ତ ମୁଁ ହିସାବ ପାଉନି ମୋତେ କହୁଛୁ। ମୁଁ ପାଉଛି ଆଉ ଏତିକ ଭଜା ଖାଇବୁ ସବୁ ଯାଅ ଏତିକ ଖାଇସାରେ ଏତିକ ଖା ଏତିକ ଅଛି ଖାଇବୁ। ଭୋକ ନାହିଁ ମତେ ବେଶୀ ଖାଇବେନି। ଖା 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 କାହିଁ ଖାଇବୁନି ଲୋ। ଭଜା ଟା ଭାଜିଛି ଭଲ ଲାଗୁଛି। ଏଇସବୁ କ'ଣ ଖରାପ ଲାଗୁଛି? ଏତିକି ନୁହଁ ମୋ ଫୋନ୍ କହିଲା ବୁଝିଲୁ ସବୁ ଭଲ ଲାଗୁଛି ଆମେ ବନ୍ଧା ଶୁଣୁ ନା ତୁ ରାନ୍ଧିଛୁ ବୋଲି ଖାଲି କହିବୁ 50 ଥର। ଛି 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 ଛି। ତ ରାତିରେ ଆଜି ଆମେ ବନେଇଦେଲୁ ରାଗି ଇଟିଲି। ତ ଆପଣମାନେ ଜାଣିଥିବେ ତ ମାଣ୍ଡିଆ କେବଳ ଯାଉ ହୁଏନି, ତା ଦେହରେ ବହୁତ କିଛି ହେଇପାରେ, ଯେମିତିକି ଇଟିଲି, ଦୋସା, ଚକୁଳି ପିଠା ବହୁତ କିଛି ହେଇପାରିବ। ସୁପ୍ ବି ହେଇପାରିବ, ଆପଣଙ୍କ ପସନ୍ଦ ସୁପ୍ ଯେଉଁଟା ସମସ୍ତେ ଖାଇବାକୁ ଭଲ ପାଆନ୍ତି। ତ ମୁଁ ଆଜି ବନେଇଥିଲି ଇଟିଲି। ତ ଫାଷ୍ଟ ଟାଇମ୍ ବନେଇଥିଲି, କିନ୍ତୁ ସତ କଥା ଆଣ ପୁରେଇ ବହୁତ ସୁନ୍ଦର ଭାବରେ ଫୁଲିଥିଲା। ଦେଖିପାରୁଥିବେ କେତେ ସୁନ୍ଦର ଭାବରେ ହେଇଛି। ତ ମୁଁ ରାତିରୁ ଭିଗେଇ ଦେଇଥିଲି ଏସବୁ, କାଲି ରାତିରେ ଭିଗେଇକି ସକାଳୁ ବାଟି ଦେଇଥିଲି, ଆଉ ଏବେକୁ ଫୁଲିକି ସୁନ୍ଦର ହେଇଯାଇଛି। ତ ତା ପାଇଁ ମୁଁ ଫାଷ୍ଟ ଚକୁଳି ଗୋଟେ ବନେଇ ଖାଇଥିଲି, ଦେଖିବା କେମିତି ଲାଗୁଛି ଚକୁଳି। ସତରେ ଚକୁଳି ବହୁତ ଟେଷ୍ଟି ଥିଲା। ଆଉ ତାର ଭାଗ ମାପ ଜାଣିବା ପାଇଁ କମେଣ୍ଟ କରନ୍ତୁ, ମୁଁ ଆପଣଙ୍କୁ କମେଣ୍ଟ ଦ୍ୱାରା କହିଦେବି। ସର୍ଟ ଭିଡ଼ିଓରେ ଆପଣମାନଙ୍କୁ ପୁରା ତାର ରେସିପି କହିବି। ତ ଚାଲନ୍ତୁ ଦେଖିବା କେମିତି ଆମର ବନା ହେଉଛି ରାଗିର ଇଟିଲି। ତ ଫୁଲ୍ ବ୍ଲଗ୍ ଭିଡ଼ିଓ ରହିଛି ବନେଇବା ଖାଇବା ସହିତ, ଆଉ ଆମର ପୁରା ରେସିପି ବି ଆପଣମାନଙ୍କୁ ମୁଁ ଏଥିରେ ସେୟାର କରିଦେବି। କାଲି ଅଦା କାଲି ଆଉ କାଟନ୍ତୁ ସେ ପୁରା ପାଣି କରିଦେଇଛନ୍ତି। ଭଲ ହେଇଛି ଆଉ କାଢ଼ିନୁ। ତାପରେ ମଜା ହେଇଯାଇଛି ନା। ବଢ଼ିଆ ଦେଖାଯାଉଛି। ବଢ଼ିଆ ମୁସମୁସ ହବ ଏ ଚକୁଳି, ସେ ଚକୁଳି ଠାରୁ। ହଉ ଚାଲ ଇଟିଲି ଧୋଇ ଦେଇଛୁ।
ହଁ ଧୋଇକି ଥୋଇଛି ପାଣି କେତେ ଇଏ ଥୋଇକି ହବ କିନ୍ତୁ ଲୁଣ ଚାପା ହବ। ଭଲ ଅଛି ଦେଖିବା କ'ଣ ଖାଲି ଖାଇବା ଟେଷ୍ଟି ପୁରା ହଲକା ଟାଇପ୍ର ସ୍ୱାଦ। ମା କ'ଣ କରିବୁ ମୁଁ ଚିରି କରିବି ଅଧିକା ଦେବୁନି ଫୁଲିବ ସେ ପୁଣି ହେଲା। ଇଟଲି ଯେମିତି ଦେବୁ ସେମିତି ଦେବୁ ଫୁଲିବା ପୁଣି ସ୍ପେସ୍ ଦରକାର ନା ନାହିଁ। ରୋଷେଇ ନମ୍ବର 1 ତମକୁ ତ କହିବାକୁ ପଡ଼ିବନି। କହୁଛୁ କି ତୁ ପଚାରି ମୁଁ ଉଜାଡ଼ି ଚାଲୁଥିଲୁ ତ ସେଇଥିପାଇଁ କହିଦେଲି ଟିକେ ଆଡ଼ଭାନ୍ସ। ପାଣି ଫୁଟିଲାନି ଜଲ୍ଦି ଜଲ୍ଦି ଥୋଇଦିଅ ଇଟଲି। ତମରଟା ଏଇଟା ଏଇଟା ସବା ଲାଷ୍ଟ। ମୋତେ ଶୁଣିଲେ ଡର ଲାଗେ ହେଲା। ମୁଁ ପୁରା ଦେହ କ'ଣ ହେଇଗଲା ଶୁଣିକିନି। କେତେ ସମୟ ସିଝିବ ମାଙ୍କୁ ପଚାର। ଚଲ ଏବେ ସେଠି ପ୍ଲାସ୍ ଥାଇ ସେଠି ଚୁମୁଟା ଚୁମୁଟାରେ ଧ ରାତି ଧ ଚୁମୁଟାରେ ଧ ଚୁମୁଟାରେ ଧରିବୁ ତାପରେ ଏଇଟା ଏଠୁ ଧରିବୁ ଏଇ ଯେଉଁ ଧର ତୁ ଏମିତି ଧରିପାରିବୁ। ଖାଲି ଚୁମୁଟାରେ ବି ଗୋଟାଏ ଧରି ହେବ ଟିକେ ଅଣେଇ ଦେବ ଏଥ ଟିକେ ଷ୍ଟିମ୍ ମାରିଲେ ଯାଇକି ତାକୁ ଖୋଲିବାକୁ ଭଲ ହେବ ସୁବିଧା। ଦେଖନ୍ତୁ ଆମର ପୁରା ସୁନ୍ଦର ଭାବରେ ହେଇଯାଇଛି ରେଡ଼ି ହେଇଛି ଆମର ଇଟିଲି ପିଠା। ଆମେ ତ ଇଟିଲି ଗୁଡ଼ା ନୁହେଁ ଡାଇରେକ୍ଟ ସାଙ୍ଗେ ସାଙ୍ଗେ କରିଦେବା। ଏତେ ନରମ ହେଇଛି ଏତେ ନରମ ସଫ୍ଟ ହେଇଛି। ତ ଆମର ଫାର୍ଷ୍ଟ ବାରି ତ ଆମେ କରିନେଇଥିଲୁ ଇଟଲି ତାପରେ ଆମେ ସେକେଣ୍ଡ ବାରି ପକାଇଥିଲୁ ରୂପାର ମୋର ମିଶିକି କାରଣ ମାଆ ଟିକେ ଶୋଇପଡ଼ିଥିଲା ତା ଦେହଟା ଭଲ ଲାଗୁନଥିଲା ଦିନରେ ଏପଟ ସେପଟ ହେଇକିନି ତ ରୂପାର ମୋର ବନେଇବା ଷ୍ଟାର୍ଟ କରିଥିଲି ଆଉ ଆମର ଫାର୍ଷ୍ଟ ବାରି ହେଲା ପରେ ସେକେଣ୍ଡ ବାରି ବନେଇବା ଷ୍ଟାର୍ଟ କରିଥିଲି। ତ ଆପଣମାନେ ମୁଁ କହିଥିଲି କି ମୁଁ ଆଦେହରେ ରେସିପି ସେୟାର କରିଥିଲି। ରେସିପି ହେଉଛି ମୁଁ 2 କପ୍ ନେଇଥିଲି ରାଗି ବାସ୍ 2 କପ୍ର ଅଧା ଯେଉଁଟା ପୁରା ହେବ ତ 2 କପ୍ ନେଇଥିଲି ରାଗି ଗୋଟେ କପ୍ ଯେଉଁ ନେଇଥିଲି ଗୋଟେ କପ୍ରେ ଅଧ କପ୍ କରିକା ମୁଁ ମୁଗ ନେଇଥିଲି ଆଉ ଗୋଟେ ଚାମଚ ଛୋଟ ଚାମଚ ମାତ୍ର ମେଥି ପକାଇଥିଲି ବାସ୍ ରାତି ସାରା ତାକୁ ପକାଇ ନେଇଥିଲି। ତା ସକାଳକୁ ତା ଦେହରେ ମୁଁ କିଛିଟା ଚୁଡ଼ା ଆଡ଼୍ କରିଥିଲି ଯେଉଁଟାକି ରେସିପି ମୁଁ ଇନଷ୍ଟାରେ ଦେଖିଥିଲି ଜଣଙ୍କ ଠାରୁ ତ ବହୁତ ଭଲ ଲାଗିଥିଲା ରେସିପିଟା ତ ମୁଁ ତାକୁ ବନେଇକି ଟିକେ ଚେଷ୍ଟା କରିଥିଲି ବନେଇବାକୁ ତ ସତରେ ବହୁତ ସୁନ୍ଦର ବନିଥିଲା। ରାତି ସାରା ଭିଗିଲା ପରେ ସକାଳୁ ତାକୁ କାଟିଦେଲି ଆଉ ତାଦିନ ରାତିକି ତାକୁ ଯେତେବେଳେ ପିଠା କରିବା ପାଇଁ ମୁଁ ଖୋଲିଥିଲି ସତରେ ସେ ପୁରା ଫୁଲିକି ଏତେ ମୋଟା ହେଇଯାଇଥିଲା ଆଉ ଏତେ ସଫ୍ଟ ହେଇଥିଲା ମୋତେ ତ ବିଶ୍ୱାସ ହେଲାନି କି ରାଗି ଇଟଲି ଏତେ ସୁନ୍ଦର ଫୁଲିଥିବ ଆଉ ତାପରେ ବି ସେ ଖାଇବାକୁ ବହୁତ ସାରା ଟେଷ୍ଟି। ତ ଆମେ ଇଟଲି ସେକେଣ୍ଡ ଭାରି ବସେଇ ଦେଇକି ଖାଇବାକୁ ପଡ଼ିଥିଲା କାରଣ ଭୋକ ବହୁତ ସାରା ଲାଗୁଥିଲା ଆଉ ତରକାରୀ ୱାଓ କ'ଣ ହେଇଥିଲା ତରକାରୀଟା ମାଆ ବହୁତ ସୁନ୍ଦର ବନେଇଥିଲା। ବାସ୍ନା ବି ରୂପା ଧଣିଆ ପତ୍ର ଗୋଟେ ଗଛ ଆଣିଲୁ ଧଣିଆ ପତ୍ର ଗୋଟେ ଗଛ ଆଣିଲୁ ଏଥିରୁ ଫ୍ରିଜରୁ ମୋର ଆଉ ମନେ ନାହିଁ ଝିଅ। ୱାଓ କି ଇଟିଲି ମାଣ୍ଡିଆ ଇଟିଲି ରେ ଝିଅ ମାଣ୍ଡିଆ କେବଳ ଯାଉ ହେଇପାରେନି ବହୁତ କିଛି ହେଇପାରେ କହୁନୁ ଡାଇଲଗ ମାନୁ डायलॉग खायचा बड़ा डायलॉग मानी टेस्टी माँ तो ये कोई फोन खाइबू ମୁଁ ବି ଖାଇ ମୋତେ ଭୋକ ଜୋର ଲାଗିଲାଣି
ওই দাও জানি টেস্টি অলগা টাইপের খেতে ওয়াও না না বুঝতে খাও খা নিয়ে যাবে চলো ଆଗେ ସେଇଥିରେ ଫିକା ଏତେ ନରମ ହଉଛି ଚକୁଳିଟା ପୁରା ଟେଷ୍ଟି ହଉଛି ନା ସେ ଚକୁଳି ଚିତା କାଟି ଦଉଛି ତରକାରୀରେ ପାଣି ଦରକାର ଥିଲା ନା ଦୋକାନରେ ପାଣି ତରକାରୀ ଖାଇବା ଅଭ୍ୟାସ ହେଇଗଲାଣି